ଜୟ ଜଗନ୍ନାଥ। ଆମେ ଯଦି ଆମ ପାଖାପାଖି ନଈ, ନାଳ, ପୋଖରୀ ଦେଖିବା, ପାଣିକୁ ଟିକେ ଅବଜର୍ଭ କରିବା, ଦେଖିବେ ପାଣିଟା ପୁରା କ୍ଲିୟର ଦେଖାଯାଉନଥିବ, ଟିକେ ଗ୍ରୀନ୍ ଗ୍ରୀନ୍ ଦେଖାଯାଉଥିବ। ଯଦି ଡିପ୍ ସି ସାଇଡ୍‌କୁ ଆମେ ଅବଜର୍ଭ କରିବା, ତ ଟିକେ ପାଣି କଲରଟା ଟିକେ ବ୍ଲୁଇଶ୍ ଟାଇପ୍‌ର ଦେଖାଯାଉଥିବ। କିନ୍ତୁ ଆକ୍ଚୁଆଲି ବୋତଲ ଭିତରେ ଦେଖିଲେ ତ ଫେଣ୍ଟ ଦେଖାଯାଉଛି, କଲର ତ କିଛି ନାହିଁ। ପୁଣି ୟୋ ୟୋ ହନି ସିଂର ଗୋଟେ ଫେମସ୍ ସଙ୍ଗ୍ ଅଛି, ଆଜ୍ ହେ ପାନି ବ୍ଲୁ ବ୍ଲୁ। ତାହେଲେ ଠିକ୍ କୋଉଟା ୟା ଭିତରେ? ଏଇଟାକୁ ଯିଏ ସୁଇଟେବୁଲ୍ ଏକ୍ସପ୍ଲେନ୍ କରିଥିଲେ, ସେ ଥିଲେ ଇଣ୍ଡିଆନ୍ ସାଇଣ୍ଟିଷ୍ଟ ଡକ୍ଟର ସିଭି ରମନ ସାର୍। ତାଙ୍କ ସେଇ ଅବଜରଭେସନଟାକୁ କନକ୍ଲୁଜନକୁ କୁହାଯାଉଥିଲା ରମନ ସି ଅବଜରଭେସନ। ତାହେଲେ ହ୍ୱାଇ ଡିପ୍ ସି ୱାଟର ଲୁକ୍ସ ବ୍ଲୁ, ଦ୍ୟାଟ୍ ଫିନୋମିନନ୍ ଇଜ୍ କଲ୍ଡ ଆଜ୍ ସ୍କାଟରିଂ। ସେ ସ୍କାଟରିଂର ଯୋଉ ଟର୍ମଟା, ଦ ଲାଇଟ୍‌ର ଯୋଉ ପ୍ରପର୍ଟିଜଟା ଫାଷ୍ଟ ଏକ୍ସପ୍ଲେନ୍ କରିଥିଲେ ସାଇଣ୍ଟିଷ୍ଟ ରେ ଲେଗ୍। କାଇଁ ଏକ୍ସପ୍ଲେନ୍ କରିଥିଲେ ନା ହ୍ୱାଇ ସ୍କାଏ ଲୁକ୍ସ ବ୍ଲୁ। ସେ ଦେଖିଲେ ଯେ ଆମ ଭିଜିବୁଲ୍ ସ୍ପେକ୍ଟ୍ରମର ଭାଉଲେଟ୍, ଯୋଉଟାକି ସର୍ଟେଷ୍ଟ ୱେଭଲେନ୍ଥ ଯାର, ସେ ମାକ୍ସିମମ୍ ସ୍କାଟର୍ଡ ହଉଛି। କିନ୍ତୁ ଯେହେତୁ ଭାଉଲେଟ୍ କଲରଟା ଅପର ଆଟମସ୍ଫିୟରରେ କିଛିଟା ଆବଜର୍ଭ ହେଇଯାଉଛି, ଆଉ ସେକେଣ୍ଡ ହେଲା କି ଭାଉଲେଟ୍‌ଟା ଏତେ ସେନ୍ସିବୁଲ୍ ନୁହେଁ ଆମ ଆଇକୁ, ଆଇର ଯୋଉ କୋନ୍ ଅଛି। ତେଣୁ ଭାଉଲେଟ୍‌ର ପାଖଟା ଯୋଉଟା ବ୍ଲୁଟା ମୋର୍ ସ୍କାଟର୍ଡ ବୋଲି ଆମ ଆଖି କ୍ୟାଚ୍ କରିଦଉଛି। ସେଥିପାଇଁ ସ୍କାଏର କଲରଟା ବ୍ଲୁ ହିଁ ଦେଖାଯାଉଛି ଆମକୁ। ଆମ ଆର୍ଥ ଯୋଉମାନେ ଅଛି, ଆମମାନଙ୍କୁ ବ୍ଲୁ ହିଁ ଦେଖାଯାଉଛି। ତ ସେତେବେଳେ ସେଇ ରେଲେଗ୍ ସାଇଣ୍ଟିଷ୍ଟ କହିଥିଲେ କି ସ୍କାଏର ରିଫ୍ଲେକ୍ସନଟା ସି ଉପରେ ପଡୁଛି, ପାଣି ଉପରେ ପଡୁଛି, ଯୋଉଥିରେ କି ପାଣିର କଲରଟା ଆକ୍ଚୁଆଲି ବ୍ଲୁ ଦେଖାଯାଉଛି। 1921ରେ ସିଭି ରମନ ସାର୍ ଇଂଲଣ୍ଡରୁ ଇଣ୍ଡିଆ ଆସିଲା ବେଳକୁ ଗୋଟେ ଏକ୍ସପେରିମେଣ୍ଟ କରିଥିଲେ ସେଇ ମେଡିଟେରିଆନ୍ ସି ଆଉ ରେଡ୍ ସି ପାଖାପାଖି। ନିକୋଲ ପ୍ରିଜିମ୍ ଥ୍ରୋରେ ସ୍କାଏର ଯୋଉ ରିଫ୍ଲେକ୍ସନଟା ଆସୁଛି ସେଟା ସେ ବ୍ଲକ୍ କରିଦେଲେ। ଫିର୍ ବି ଦେଖିଲେ ଯେ ଯୋଉ ଡିପ୍ ସି ୱାଟରର ପାଣିଟା ସେ ବ୍ଲୁଇଶ୍ ହିଁ ଦେଖାଯାଉଛି। ସେଠୁ ସିଏ କନକ୍ଲୁଜନ ଦେଲେ କି ରେ ଲେଗ୍‌ର ଯୋଉ ସ୍କାଟରିଂ ଇଫେକ୍ଟରେ, ବା ସେ ଯୋଉଟା କହୁଛନ୍ତି ଯେ ଲାଇଟ୍‌ଟା ଯୋଉ ସ୍କାଏରୁ ଆସୁଛି ସେଇଥିପାଇଁ ପାଣିଟା ବ୍ଲୁ, ସେଥିପାଇଁ ଆକ୍ଚୁଆଲି ପାଣି ବ୍ଲୁ ନୁହଁ। ସେ କାଲକାଟା ଫେରିକି ଆଉ ଥରେ ସେଟା ଅବଜରଭେସନ କଲେ, ଏକ୍ସପେରିମେଣ୍ଟ କଲେ, ଯାହା ନାଁ କୁହାହଉଛି କି ରମନ ସି ଅବଜରଭେସନ୍ସ ବୋଲି। ଲାଷ୍ଟରେ ସେ କନକ୍ଲୁଜନ ଦେଲେ ଯେ ଯୋଉ ଡଷ୍ଟ ପାର୍ଟିକଲ୍ ଗୁଡାକରୁ ଆମର ସେଇ ବା ଅପର ଆଟମସ୍ଫିୟରରୁ ଯୋଉଠୁ ଆମର ସ୍କାଟରିଂଟା ହଉଛି ଲାଇଟ୍‌ର, ସେମ୍ ପ୍ରୋସେସଟା ବି ୱାଟରରେ ହଉଛି, ଲିକ୍ୱିଡରେ ବି ହଉଛି ସ୍କାଟରିଂଟା। ତା ଅର୍ଥ ଦ୍ୟାଟ୍ ବ୍ଲୁଟା ମୋଷ୍ଟ ସ୍କାଟର୍ଡ ହଉଛି, ସେଥିପାଇଁ ଆମକୁ ପାଣିଟା ଡିପ୍ ସି ୱାଟରରେ ସେଟା ବ୍ଲୁ ବୋଲି ଦେଖାଯାଉଛି। ଆଚ୍ଛା, ତାହେଲେ ଆମ ପାଖାପାଖି ଏରିଆରେ ପାଣିଟା ଗ୍ରୀନିଶ୍ ଗ୍ରୀନିଶ୍ କାହିଁ ଦେଖାଯାଉଛି? ନା କ୍ଲୋରୋଫିଲ୍ ବୋଲି ଗୋଟେ ଏନଜାଇମ୍ ଅଛି, ଯେ କି ରେଡ୍ ଆଉ ବ୍ଲୁ ଏଇଗୁଡାକୁ ଜେନେରାଲି ସେ ଆବଜର୍ଭ କରିଦଉଛି ତା ଫଟୋସିନ୍ଥେସିସ୍ ପାଇଁ। କେବଳ ଗ୍ରୀନ୍ ଲାଇଟ୍‌ଟା ରିଲିଜ୍ କରୁଛି ବା ରିଫ୍ଲେକ୍ଟ କରୁଛି, ଯୋଉଥିରେ କି ଆମକୁ ସେଟା ଗ୍ରୀନ୍ ଟାଇପ୍‌ର ଦେଖାଯାଉଛି। ଭଲି ମାର୍କ କରିବେ, ଅବଜର୍ଭ କରିବେ, ପାଣି ଟିକେ ଗ୍ରୀନ୍ ଟାଇପ୍‌ର ଦେଖାଯିବ। ଆଉ ସିଭି ରମନ ସାର୍‌ଙ୍କୁ 1930ରେ ନୋବେଲ ପ୍ରାଇଜ୍ ଆୱାର୍ଡ କରାଯାଇଥିଲା। ରିଜିନ୍ ଥିଲା ରମନ ଇଫେକ୍ଟ, ବା ତାର ଆପ୍ଲିକେସନକୁ ରମନ ସ୍ପେକ୍ଟ୍ରୋସ୍କୋପି କୁହାଯାଏ, ଯୋଉଟାକି ଜେନେରାଲି କେମିଷ୍ଟ୍ରି, ବାୟୋଲୋଜିରେ ବି ଷ୍ଟିଲ୍ ଆମେ ୟୁଜ୍ ବି ସେଟା କରୁଛେ। କିନ୍ତୁ ରମନ ଇଫେକ୍ଟ ପାଇଁ ଡିପ୍ ସିଟା ବ୍ଲୁ ନୁହଁ। ରମନ ଇଫେକ୍ଟ ହେଲା ଇନଇଲାଷ୍ଟିକ୍ ସ୍କାଟରିଂ କହନ୍ତି। ରେ ଲେଗ୍‌ଟା କହନ୍ତି, ରେ ଲେଗ୍ ସ୍କାଟରିଂଟାକୁ କହନ୍ତି ଇଲାଷ୍ଟିକ୍ ସ୍କାଟରିଂ ଆକ୍ଚୁଆଲି। ସେଇ ଇଲାଷ୍ଟିକ୍ ସ୍କାଟରିଂଟା ଯଦି ଅପର ଆଟମସ୍ଫିୟରରେ ହଉଛି, ସେଟା ସ୍କାଏ ଲୁକ୍ସ ବ୍ଲୁ କୁହାହଉଛି। ଯଦି ସେଟା ୱାଟରରେ ହେଇଯାଉଛି, ସେଟାକୁ ଆମେ ଡିପ୍ ସି ୱାଟର ବ୍ଲୁ ବୋଲି କହୁଛେ। ଦିଟା ଯାକ ଫିନୋମିନନ୍ ଅଲଗା ଅଲଗା, କିନ୍ତୁ ଦ ବେସ୍ ହେଲା ତାର ସ୍କାଟରିଂ। ଧନ୍ୟବାଦ। ଜୟ ଜଗନ୍ନାଥ।